हरि ओम। आज मातृभाषा कलांश को समस्त को स्वागत और हार्दिक अभिनंदन। आम पूर्व कालांश पद्य बा कवितार नियम बा शैली विषय आलोचना करते। छंदर संज्ञा, छंद, पद, पाद और जतिपाद, छंदर प्रकार भेद, मुख्यतः मित्राक्षर, अमित्राक्षर छंद आ मित्राक्षर छंदर प्रकार भेद, पूर्ण मित्राक्षर, अपूर्ण मित्राक्षर और एकांतर मित्राक्षर छंद विषय आलोचना करथिले। आजिर आलोच्य प्रसंग हेउछि विभिन्न छंद अनुसार पद, पाद और जति बा जतिपाद किपरि भिन्न भिन्न होइथाय ताहा उपरे आलोचना करिबा। वर्तमान आमे विभिन्न छंदर जतिपाद उपरे आलोचना करिबा। ओडिया भाषा रे जिते प्रकार काव्य, कविता, पद्य अछि सेथिरे प्रायतः तीन प्रकार छंद देखा जाए। गोटे दांडीवृत्त, समछंद और विषम छंद। प्रथमे आमे दांडीवृत्त उपरे आलोचना करवा। दांडीवृत्तर स्रष्टा हेउछंती ओडिया भाषा साहित्यर आदि कवि, माटीर महाकवि सारला दास। ए वृत्त एक मुक्त छंद। यार भाषा सहज, स्वच्छंद। यार शैली रे एक स्वतंत्र स्थान रही। यह छंद न कही ये वृत्त कहते। वृत्तर अर्थ हेउछि आवृत्तिर धारा। यह छंदायित करि हुए नाही। कथित अछि जे दांड लोक आवृत्ति करुथिबा धारा अथवा दंडे अधे रही आवृत्ति करुथिबा धारा ही दांडीवृत्त। यार पाद संख्या यदि देखिबा, यार दुईटी पादरे गोटे पद हुए। ताले प्रति पद दुई पाद विशिष्ट। प्रति पादर अक्षर संख्या असमान, अर्थात समान नुहे। याको गायक गाइला बेले तार निजर सुविधा अनुसार आवृत्ति करिथाय। कौनसी निर्दिष्ट अक्षर उपरे जति बा जतिपात पड़े नहीं। कम अक्षर विशिष्ट पाद को लहरे बा बहु अक्षर विशिष्ट पाद को त्वरित करिबा शीघ्र गाई थाए। तार निजर सुविधा अनुसार आवृत्ति करे। किंतु प्रति पाद आवृत्ति करिबा समय समान समय प्रायतः नहीं थाए। बहु प्राचीन काव्य, कविता ए दांडीवृत्त छंदरे रचित। सारला दास महाभारत एवं चैतन्य दास विष्णुगर्भ पुराण, बलराम दास दांडी रामायण ए वृत्तरे रचित। उदाहरण स्वरूप सारला दास महाभारत काव्यरू एक उदाहरण नवा।
ଏଠୁ ଅନନ୍ତରେ ଦ୍ରୋଣେ ବିଦ୍ୟାପୁତ୍ରନ୍ତ ହକାରି ଏଠୁ ଅନନ୍ତରେ ଦ୍ରୋଣେ ବିଦ୍ୟାପୁତ୍ରନ୍ତ ହକାରି ବାବୁ ତୁମ୍ଭେ ଯାଓରେ ମୃଗୟା ବନହେରି। ଏଠୁ ଅନନ୍ତରେ ଦ୍ରୋଣେ ବିଦ୍ୟାପୁତ୍ରନ୍ତ ହକାରି ବାବୁ ତୁମ୍ଭେ ଯାଓରେ ମୃଗୟା ବନହେରି। ସେହିପରି ବଳରାମ ଦାସଙ୍କର ଦାଣ୍ଡି ରାମାୟଣରୁ ଏକ ଉଦାହରଣ ନିଆଯାଇଛି। ଏଠୁ ଅନନ୍ତରେ ଗो ପାର୍ବତୀ ଦେବୀ ଶୁଣ ମାଲ୍ୟବନ୍ତ ପର୍ବତେ ରହିଲେ ରଘୁରାଣ। ଏହାକୁ ଯଦି ଆମେ ସ୍ୱରର ଲହରୀ ସହିତ ଆବୃତ୍ତି କରିବା, ଏଠୁ ଅନନ୍ତରେ ଦ୍ରୋଣେ ବିଦ୍ୟାପୁତ୍ରନ୍ତ ହକାରି ବାବୁ ତୁମ୍ଭେ ଯାଓ ରେ ମୃଗୟା ବନହେରି। ବାବୁ ତୁମ୍ଭେ ଯାଓ ରେ ମୃଗୟା ବନହେରି। ଏଠୁ ଅନନ୍ତରେ ଗো ପାର୍ବତୀ ଦେବୀ ଶୁଣ ମାଲ୍ୟବନ୍ତ ପର୍ବତେ ରହିଲେ ରଘୁରାଣ। ମାଲ୍ୟବନ୍ତ ପର୍ବତେ ରହିଲେ ରଘୁରାଣ। ଏହିପରି ସ୍ୱର ଲମ୍ବାଇ ବା ସ୍ୱରକୁ ତ୍ୱରିତ କରି ଗାନ କରାଯାଇଥାଏ। ସେପରି ଦ୍ୱିତୀୟ ଛନ୍ଦ ପ୍ରକାର ଛନ୍ଦ ହେଉଛି ଭାଗବତ ବାଣୀ ବା ଗୁଜ୍ଜରୀ। ଭାଗବତ ବାଣୀ ବା ଗୁଜ୍ଜରୀ ଏହାର ଦୁଇ ପାଦରେ ଏକ ପଦ ହୁଏ। ପ୍ରତି ପାଦର ଅକ୍ଷର ସଂଖ୍ୟା 9। ଯତିପାତର ନିୟମ ହେଉଛି ପ୍ରତି ପାଦରେ ତୃତୀୟ, ପଞ୍ଚମ ଓ ଶେଷ ଅକ୍ଷର ଉପରେ ଯତିପାତ ହୋଇଥାଏ। ଜଗନ୍ନାଥ ଦାସଙ୍କର ଭାଗବତ ଏହି ନବାକ୍ଷରୀ ଛନ୍ଦରେ ବା ଗୁଜ୍ଜରୀ ଛନ୍ଦରେ ବା ଭାଗବତ ବାଣୀରେ ରଚିତ। ତେଣୁ ଏହାର ପ୍ରତିପାଦ 9 ଅକ୍ଷର ବିଶିଷ୍ଟ ହୋଇଥିବାରୁ ଏହାକୁ ନବାକ୍ଷରୀ ବୃତ୍ତ ବା ନବାକ୍ଷରୀ ଛନ୍ଦ ମଧ୍ୟ କୁହାଯାଏ। ଉଦାହରଣ ସ୍ୱରୂପ ପ୍ରେଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି। ସେପରି ଆଉ ଗୋଟିଏ ଉଦାହରଣ ଅମୃତ ବିନୟ ବଚନ କହି ତୋ ଶିବ ପ୍ରାଣୀ ମନ। କେଉଁ କେଉଁ ସ୍ଥାନରେ ଯତିପାତ ପଡ଼େ ବା ଯତି ପଡ଼େ ତୃତୀୟ, ପଞ୍ଚମ ଓ ଶେଷ ଅକ୍ଷର ଉପରେ ଆମେ ସଂକ୍ଷେପରେ ଯଦି ମନେ ରଖିବା 3 ଯୁକ୍ତ 2 ଯୁକ୍ତ 4 ଅର୍ଥାତ୍ ତୃତୀୟ, 3ରେ 2 ମିଶିଲେ 5 ପଞ୍ଚମ, 5ରେ 4 ମିଶିଲେ ନବମ ବା ଶେଷ ଅକ୍ଷର ଉପରେ ଯତିପାତ ପଡ଼େ। ଏ ଯତିପାତର ଚିହ୍ନ ଏପରି ଦିଆଯାଏ। ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି। ଅମୃତ ବିନୟ ବଚନ କହି ତୋ ଶିବ ପ୍ରାଣୀ ମନ। ଏହିପରି ସୁଲଳିତ ସ୍ୱରରେ ଭାଗବତ ଆବୃତ୍ତି କରାଯାଇଥାଏ। ତୃତୀୟ ପ୍ରକାର ଛନ୍ଦ ହେଉଛି ନଟବାଣୀ ବା ବିଭାସ କେଦାର। ଏହି ଛନ୍ଦର ଲକ୍ଷଣ ବା ବୈଶିଷ୍ଟ୍ୟ ହେଉଛି ପ୍ରତି 2 ପାଦରେ ଏକ ପଦ ହୁଏ।
ବା ପାଦ ସଂଖ୍ୟା 2ଟି, 2 ପାଦରେ 1 ପଦ, ପ୍ରତି ପାଦ ଅକ୍ଷର ସଂଖ୍ୟା 12। ଯତିପାତର ନିୟମ ପ୍ରତି ପାଦର ତୃତୀୟ, ଷଷ୍ଠ, ନବମ ଓ ଶେଷ ଅକ୍ଷର ଉପରେ ଯତିପାତ ହୋଇଥାଏ। ଅର୍ଥାତ୍ ସଂକ୍ଷେପରେ ଆମେ ତାକୁ ମନେ ରଖିପାରିବା 3 ଯୁକ୍ତ 3 ଯୁକ୍ତ 3 ଯୁକ୍ତ 3, ଅର୍ଥାତ୍ 3 3 6 6 3 9 9 3 12। କବିବର ରାଧାନାଥ ରାୟଙ୍କ ଚିଲିକା କାବ୍ୟ ଏହି ଛନ୍ଦରେ ରଚିତ। ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା, ଉତ୍କଳର ତୁହି ଚାରୁ ଅଳଙ୍କାର, ଉତ୍କଳ ଭୁବନେ ଶୋଭାର ଭଣ୍ଡାର। ଅର୍ଥାତ୍ ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା। ତେଣୁ ଉତ୍କଳ ପାଖରେ ଟିକେ ବିଶ୍ରାମ ନିଆଯାଏ। କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା। ଏହି ଛନ୍ଦଟି ନଟବାଣୀ ବା ବିଭାସ କେଦାର ଛନ୍ଦରେ ରଚିତ। ବର୍ତ୍ତମାନ ଆମେ ଚୋଖୀ ବିଷୟରେ ଆଲୋଚନା କରିବା। এই ଚୋଖୀ ଛନ୍ଦର ଲକ୍ଷଣ ହେଉଛି ବା ବୈଶିଷ୍ଟ୍ୟ ହେଉଛି ଏହା 4 ପାଦରେ ଗୋଟିଏ ପଦ ହୁଏ ବା ପ୍ରତି ପଦ 4 ପାଦ ବିଶିଷ୍ଟ। ପ୍ରଥମ 2ଟି ପାଦର ଅକ୍ଷର ସଂଖ୍ୟା 29, ତୃତୀୟ ପାଦର ଅକ୍ଷର ସଂଖ୍ୟା 9 ଓ ଚତୁର୍ଥ ପାଦର ଅକ୍ଷର ସଂଖ୍ୟା 13। ଯଦି ଯତିପାତ ଦୃଷ୍ଟିରୁ ଆମେ ଦେଖିବା ତାହେଲେ ପ୍ରଥମ 2ଟି ପାଦରେ ଷଷ୍ଠ, ଅଷ୍ଟମ, ଚତୁର୍ଦ୍ଦଶ, ଷୋଡ଼ଶ, ଦ୍ୱାବିଂଶ, ଚତୁର୍ବିଂଶ ଓ ଶେଷ ଅକ୍ଷର ଉପରେ ଯତିପାତ ହୋଇଥାଏ। ସଂକ୍ଷେପରେ କହିଲେ 6 ଯୁକ୍ତ 2, 6 ଯୁକ୍ତ 2, 6 ଯୁକ୍ତ 2 ତ 5, ଅର୍ଥାତ୍ ଷଷ୍ଠ, ଅଷ୍ଟମ, ଚତୁର୍ଦ୍ଦଶ, ଷୋଡ଼ଶ, ଦ୍ୱାବିଂଶ, ଚତୁର୍ବିଂଶ ଓ ଶେଷ ଅକ୍ଷର ଉପରେ ଯତିପାତ ହୋଇଥାଏ। ସେପରି ତୃତୀୟ ପାଦରେ ଷଷ୍ଠ ଓ ଶେଷ ଅକ୍ଷର ଉପରେ ଯତିପାତ ହୋଇଥାଏ। ଅର୍ଥାତ୍ 6 ଓ 3, 6 ଓ 3 ଷଷ୍ଠ ଓ ନବମ ବା ଶେଷ ଅକ୍ଷର ଉପରେ ଯତିପାତ ହୋଇଥାଏ। ସେପରି ଚତୁର୍ଥ ପାଦକୁ ଦେଖିଲେ ଚତୁର୍ଥ ପାଦର ଷଷ୍ଠ, ଅଷ୍ଟମ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ। ଅର୍ଥାତ୍ 6 ଯୁକ୍ତ 2 ଯୁକ୍ତ 5, ଷଷ୍ଠ, ଅଷ୍ଟମ ଓ ଶେଷ ଅକ୍ଷର ଉପରେ ଯତିପାତ ପଡ଼ିଥାଏ। ଉଦାହରଣ ସ୍ୱରୂପ ଭକ୍ତକବି ମଧୁସୂଦନ ରାଓଙ୍କ ଜନ୍ମଭୂମି କବିତା ଚୋଖୀ ଛନ୍ଦରେ ରଚିତ। ଛନ୍ଦର ନିୟମ ଦୃଷ୍ଟିରୁ ତାକୁ ତାର ଲକ୍ଷଣ ଦୃଷ୍ଟିରୁ ଆମେ ତାକୁ ଗାନ କରିବା। ତୁହି ମା ଜନମ ଭୂମି ପବିତ୍ର ଭାରତ ଭୂମି, ତୋହର ସନ୍ତାନ ଆମ୍ଭେ ଅଟୁ ସରବେ, ତୋର ଶ୍ରୀଚରଣ ସେବା
ପାଏ ମନ ପ୍ରାଣ ଦେବା, ଗାଇବା ତୋହର ନାମ ଆନନ୍ଦ ରବେ, ତୋ ଆନନ୍ଦେ ହୋଇ ବା ସୁଖୀ। କାନ୍ଦିବା ଦୁଃଖରେ ତୋର ହୋଇ ନ ଦୁଃଖୀ, ତୋ ଆନନ୍ଦେ ହୋଇ ବା ସୁଖୀ। କାନ୍ଦିବା ଦୁଃଖରେ ତୋର ହୋଇ ନ ଦୁଃଖୀ। ଏହି ସ୍ୱରରେ ଏବଂ ନିର୍ଦ୍ଦିଷ୍ଟ ଅକ୍ଷର ଉପରେ ଯଦି ଆମେ ବିଶ୍ରାମ ନେବା ତାହେଲେ ଏ ପଦକୁ ଗାଇବାରେ କିଛି ଅସୁବିଧା ହେବ ନାହିଁ। ସେହିପରି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ତପସ୍ୱିନୀ କାବ୍ୟର ଚତୁର୍ଥ ସ୍ୱର୍ଗରେ ରଚିତ ମଙ୍ଗଳେ ଅଇଲା ଉଷା କବିତାଟି ମଧ୍ୟ ଚୋଖୀ ଛନ୍ଦରେ ରଚିତ। ମଙ୍ଗଳେ ଅଇଲା ଉଷା ବିକଚରା ଜୀବ ଦୃଶା, ଜାନକୀ ଦର୍ଶନ ତୃଷା ହୃଦये ବହି, କର ପଲ୍ଲବିନୀ ହାର ମୁକ୍ତା ଧରି ଉପହାର, ସତୀଙ୍କ ବାସବା ହାର ପ୍ରାଙ୍ଗଣେ ରହି, କଳକଣ୍ଠ କଣ୍ଠେ କହିଲା, ଦର୍ଶନ ଦିଅ ସତୀ ରାତି ପାହିଲା, କଳକଣ୍ଠ କଣ୍ଠେ କହିଲା, ଦର୍ଶନ ଦିଅ ସତୀ ରାତି ପାହିଲା। ଯଥାର୍ଥ ସ୍ଥାନରେ ଆମେ ଯଦି ବିଶ୍ରାମ ନେବା ତାହେଲେ ଚୋଖୀକୁ ଗାଇବାରେ କୌଣସି ଅସୁବିଧା ହେବ ନାହିଁ। ଆଜି ଆମେ ଛନ୍ଦର ପ୍ରକାରଭେଦ ପ୍ରସଙ୍ଗରେ ଛନ୍ଦ ଦାଣ୍ଡିପୃତ, ଭାଗବତବାଣୀ ବା ଗୁଜ୍ଜରୀ, ନଟବାଣୀ ବା ବିଭାସ କେଦାର ଓ ଚୋଖୀ ବିଷୟରେ ଆଲୋଚନା କଲେ। ଏହି ଛନ୍ଦ କବିତାରୁ 5 ନମ୍ବର ପ୍ରଶ୍ନ ଆସୁଛି। ବିଭିନ୍ନ ପ୍ରକାର ଛନ୍ଦର ସଂଜ୍ଞା ଅନୁସାରେ ପ୍ରଶ୍ନ ହୋଇପାରିବ, ବା ପାଦ ଦୃଷ୍ଟିରୁ, ପାଦର ଅକ୍ଷର ଦୃଷ୍ଟିରୁ ବା ଯତିପାଦର ନିୟମ ଦୃଷ୍ଟିରୁ ମଧ୍ୟ ପ୍ରଶ୍ନ ହୋଇପାରିବ। ତେଣୁ ଏହାକୁ ଆମେ ପଢ଼ିବା ସମୟରେ ଏଗୁଡ଼ିକ ପ୍ରତି ଦୃଷ୍ଟି ଦେବା। ଆଜି ପାଇଁ ଏତିକି। ପରବର୍ତ୍ତୀ କାଳାଂଶରେ ଅନ୍ୟ ଛନ୍ଦର ପ୍ରକାର ବିଷୟରେ ଆଲୋଚନା କରିବା।